ଗଞ୍ଜାମ ଜିଲ୍ଲାର ଯୋଗାଣ ବିଭାଗର ରିଭ୍ୟୁ କରାଯାଇଥିଲା। ଏଠି ପ୍ରୋକ୍ୟୁରମେଣ୍ଟ ବାବଦରେ ମଧ୍ୟ ଆଲୋଚନା ହେଲା। ପ୍ରୋକ୍ୟୁରମେଣ୍ଟ ପ୍ରାୟ 90% ସରିଲାଣି। ଆଉ 7-8 ଦିନ ଭିତରେ ଟୋଟାଲ ପ୍ରୋକ୍ୟୁରମେଣ୍ଟ ସରିଯିବ। ଭଲ କାମ କରୁଛନ୍ତି ଆମର ଅଫିସର ମାନେ। ଆମର 40ରୁ ଉର୍ଦ୍ଧ୍ୱ ମିଲରମାନଙ୍କ ଉପରେ ମଧ୍ୟ ସୌକତ ମଗାଯାଇଛି ଏବଂ ଅନେକ ଅଧିକାରୀମାନଙ୍କୁ ମଧ୍ୟ ସୌକତ ମଗାହେଇଛି। ତ ଷ୍ଟ୍ରିମଲାଇନ୍ କରିବା ପାଇଁ ଏ ପ୍ରୋକ୍ୟୁରମେଣ୍ଟକୁ ଭଲ କାମ କରିଛନ୍ତି, ତାଙ୍କୁ ଧନ୍ୟବାଦ ଜଣାଉଛି। ଆଉ ହେଲା ରାସନ କାର୍ଡ଼କୁ ଆମେ ଆଉ ଟିକେ ଇଏ କରିବୁ, ଠିକ୍ ଭାବରେ କେମିତି ଗରିବ ଲୋକ ରାସନ କାର୍ଡ଼ ପାଇବେ, ତୁରନ୍ତ ପାଇବେ, ତାର ବ୍ୟବସ୍ଥା ଆମେ କରିବୁ। ଆଜିର ଚର୍ଚ୍ଚାରେ ସେଟା ନିଆଗଲା। ଏବଂ ଯେଉଁମାନେ ଇନକମ୍ ଟ୍ୟାକ୍ସ ପେଇ ଅଛନ୍ତି ଆଉ ଭୁଲ ଇନକମ୍ ଟ୍ୟାକ୍ସ ପେ କରିଛନ୍ତି ବୋଲି କହୁଛନ୍ତି, ସେଗୁଡ଼ାକୁ ଆମେ ଫିଜିକାଲ ଭେରିଫିକେସନ୍ କରିବା ପାଇଁ ଆଜି କୁହାଯାଇଛି। କାହାର ସେମିତି କଟାଯିବ ନାହିଁ। ଦେଖିକିରି ପ୍ରକୃତରେ ଯାହାର ଇନକମ୍ ଅଧିକା ଥିବ ତାର ହିଁ କଟିବ, ଯାହାର ଇନକମ୍ କମ୍ ଥିବ ଗରିବ ଲୋକ ତାର କଟିବ ନାହିଁ। ଏ କଥା ମଧ୍ୟ ମୁଁ କହିଛି। ଏବଂ ସରକାରୀ ଚାକିରିଆ ମଧ୍ୟ ବହୁତ କମ୍ 1% ବି କଟାଯାଇନି ସରକାରୀ ଚାକିରିଆଙ୍କର। ସେମାନଙ୍କୁ ମଧ୍ୟ ମୁଁ କହିଛି ଯେ ଯେଉଁମାନେ ଅଧିକା ଭଲ ଚାକିରି କରିଛନ୍ତି ସେମାନେ ସରେଣ୍ଡର କରିଦେବା ଉଚିତ। ଆଉ ସେମାନେ ସରେଣ୍ଡର କିଛି କଲେଣି, ମୁଁ ଭାବୁଛି ଆଉ କିଛି କରିଦେବେ। ଆଉ ଯେଉଁମାନଙ୍କର ରିପୋର୍ଟ ଆସିଛି ସେମାନଙ୍କର ଫିଜିକାଲ ଭେରିଫିକେସନ୍ ହେଇ ତାପରେ ଯାଇ କଟିବ। ତେଣୁ ଆମେ ଚାହୁଁଛୁ ପ୍ରକୃତ ଗରିବ ଲୋକ ରାସନ କାର୍ଡ଼ ପାଉ ଏବଂ ଧନୀ ଲୋକମାନଙ୍କ ନାଁରେ ଯେଉଁ କିଛି ଅଛି କାର୍ଡ଼ ସେଟା ଆମେ ଆଉ ତାଙ୍କୁ ମଧ୍ୟ କହୁଛୁ ସେମାନେ ସରେଣ୍ଡର କରିଦେବେ, ନହେଲେ ଆମେ ପଛରେ କାଟିଦେବୁ। ସେମାନେ କିଛି କାର୍ଯ୍ୟ ଦିଆଯିବ ଯେଉଁମାନେ ଅଯୋଗ୍ୟ ହାତେଇଛନ୍ତି ରାସନ କାର୍ଡ଼? ସେଇଟା କଥା କହୁଛୁ ପୁରା। ଅଯୋଗ୍ୟ ଲୋକମାନେ ଯେଉଁମାନେ ଭଲ ଇନକମ୍ ଥାଇକି ମଧ୍ୟ ଅତୀତରେ ରାସନ କାର୍ଡ଼ ନେଇଛନ୍ତି ସେମାନଙ୍କୁ ମୁଁ ଅପିଲ୍ କରିଛି ସେମାନେ ଫେରାଇ ଦିଅନ୍ତୁ। ଯଦି ନ ଫେରାଇବେ ଆମେ ବାଧ୍ୟ ହେଇକିରି ଫିଜିକାଲ ଭେରିଫିକେସନ୍ କଲା ପରେ ଆମେ ତାକୁ କାଟିଦେବୁ। ସାର୍, ଗଞ୍ଜାମ ଜିଲ୍ଲାରେ ଅଭାବ ଦେଖି ହେଉଛି ପନିପରିବା ଚାଷ, ଲଙ୍କା ଚାଷ ହଉ କି ଟମାଟୋ ଚାଷ, ସେମାନେ ଡିମାଣ୍ଡ ହେଉଛି ସାର୍ ଶୀତଳ ଭଣ୍ଡାର ଉପରେ। ଶୀତଳ ଭଣ୍ଡାର ଉପରେ ବହୁତ ଆଲୋଚନା ହେଇଛି। ଆମର ସରକାର ଡିସିସନ୍ ନେଇଛି 3ଟି ଯେଉଁ ଅଛି ଆମର ସବଡିଭିଜନ, ପ୍ରତ୍ୟେକ ସବଡିଭିଜନରେ ଗୋଟେ ଗୋଟେ କୋଲ୍ଡ ଷ୍ଟୋର ହେବ। ସେଥିପାଇଁ ମଧ୍ୟ ପ୍ରଶାସନ ତତ୍ପରରେ କାମ ଆରମ୍ଭ କରିଛି, ପଇସା ଆସିଯାଇଛି। ତାକୁ ଟେଣ୍ଡର କରିକି କାମ କରିବେ, କିଛି ସମୟ ଲାଗିବ, କିନ୍ତୁ ଆମର ଲକ୍ଷ୍ୟ ସବୁ ବ୍ଲକରେ ଗୋଟେ ଗୋଟେ କୋଲ୍ଡ ଷ୍ଟୋର କରିବା ପାଇଁ। ସବୁ ବ୍ଲକରେ ଗୋଟେ ଗୋଟେ କୋଲ୍ଡ ଷ୍ଟୋର କରିଗଲେ ଆଉ ଅଭାବୀ ବିକ୍ରି ହେବ ନାହିଁ। ଆମର ଆଜି ଦେଖିବାକୁ ଗଲା ବିଲାତି ବାଇଗଣ ରେଟ୍ କମିଗଲା ମଝିରେ। ତାର କାରଣ ହେଉଛି ବିଲାତି ବାଇଗଣ ବହୁତ ପ୍ରଡକ୍ଟ ହେଲା। ଆମେ ମଝିରେ ଶୁଣିବାକୁ ପାଇଲି ଯେ 2 ଟଙ୍କା 3 ଟଙ୍କା 4 ଟଙ୍କାରେ ବିକ୍ରି ହେଲା। କିନ୍ତୁ ଯଦି କୋଲ୍ଡ ଷ୍ଟୋର ଥିବ ତାହେଲେ ଏତେ କମିବ ରେଟ୍, ଲୋକମାନେ କୋଲ୍ଡ ଷ୍ଟୋରରେ ରଖିବେ। ତେଣୁ ଆମେ ଲକ୍ଷ୍ୟ ହେଉଛି ଆମ ସରକାରର, ଆମେ ତୁରନ୍ତ କେମିତି କୋଲ୍ଡ ଷ୍ଟୋର କରିବୁ। ସାର୍, ବର୍ତ୍ତମାନ ମାର୍ଚ୍ଚ ଏପ୍ରିଲ ରହିଛି ଇକ୍ୱାଇସି ଅପଡେଟ୍ କଲେ ଇକ୍ୱାଇସି 90% ପ୍ରାୟ ସରି ଆସିଲାଣି। ଇକ୍ୱାଇସିର ସମୟସୀମା ହେଉଛି 31 ମାର୍ଚ୍ଚ। ତାକୁ ମଧ୍ୟ ସମସ୍ତଙ୍କୁ ନିବେଦନ କରୁଛି ସମସ୍ତେ କରିନିଅନ୍ତୁ। ଆଉ ଯେଉଁମାନେ 31 ମାର୍ଚ୍ଚ ଭିତରେ କରିପାରିବେ ନାହିଁ ତାକୁ ସେମାନେ ସରେଣ୍ଡର କଲେ ବୋଲି ଆମକୁ ଧରିବାକୁ ପଡ଼ିବ, ବା ସେମାନେ ନାହାନ୍ତି ବୋଲି ଆମକୁ ଧରିବାକୁ ପଡ଼ିବ। ସେମାନଙ୍କର କାର୍ଡ଼ ନିଶ୍ଚିତ ଭାବେ କଟିଯିବ। ସାର୍, ଯେଉଁମାନେ ବାହାର ରାଜ୍ୟ ରହୁଛନ୍ତି, ଯେଉଁମାନେ ପ୍ରବାସୀ ସେମାନେ ବାହାର ରାଜ୍ୟରେ ଆମେ ଅଲରେଡ଼ି 1.5 ଲକ୍ଷ ପାଖାପାଖି ଲୋକଙ୍କର ବାହାର ରାଜ୍ୟରେ ମଧ୍ୟ ଇକ୍ୱାଇସି କରିଦେଇଛୁ। ଇକ୍ୱାଇସି କରିବାର ପ୍ରକ୍ରିୟା ବାହାର ରାଜ୍ୟରେ ବି ଚାଲିଛି। ଆଉ ଯଦି କେହି କରିନଥିବେ ତାହେଲେ ସେ ଆସିକି ଏଠି କରିନିଅନ୍ତୁ। 31 ମାର୍ଚ୍ଚ ଆହୁରି ମାସେ ଉପରେ ଅଛି, କରିନିଅନ୍ତୁ ଆସିକି।